अनंत गुंफार से प्रस्तर मूर्ति अनंत अनंत संसार महासमुद्रे मग्नान समभ्युदर्वा अनंत रूपेण विनियोजयस्व अनंत रूपाय नमो। अनंत समस्तंकर मंगल करंतु माँ ओलाशुणी समस्तंकर मंगल करंतु एवं महापुरुष अरक्षित दास तांकर सिद्धि समस्त साधु संत मानक उपरे तार प्रभाव पड़ू एवं विश्व देश राज्य समस्तंकर मंगल पाई से समाधि भितर रही प्रार्थना करते। ये ओड़कणार गोटे पार्श्व रही विदुर मठ जो विदुर कथा आम महाभारत पढ़ीचु। भगवान कृष्ण जो विदुर घरे मध्याह्न भोजन करते विदुर को से वर प्रदान करते महात्मा विदुर बोली संबोधन करा जाउतला। तेबे से विदुरंकर आश्रम यही गोटिक बोली आमे दृढ़ भाव में कहीपर किंतु विदुरंक नाम अनुजाई एठी विदुरंकर गोटे आस्थान पूजा पाउचंती ये भारत वर्ष बिना निमंत्रण रे शह शह विमान माने दोल बेले आसती भोग टिके खाई बा बिना दक्षिणा नियंतु दियंतु न दियंतु से जाए। ये गोटे अपूर्व लीला ओड़कणा मेलन बोली गोटे प्रसिद्ध ओडिशा रे रही। ओड़कणा मेलन आली झुलन आली झुलन होउची कि नहीं आम आईपारानी किंतु ओड़कणार मेलन एपर्यंत चली। यही पवित्र ओड़कणारे जने साधु मध्य कुष्ठ रोग आक्रांत होते बहु लोक मानुले ठाकुर भली पूजा करुले। ना बोधे दुर्गाचरण मुझे आसी सहित साक्षात होती कंठटी एते सुंदर कंठ जे जो गीतटी से बोली दिखती आखिर लुह धर। तेज जहा हो सी आज नहांती देहरे नहांती सहधर्मिणी नहांती किंतु फटोटी खोजुटी फटोटी पाइले आमर आश्रम गुरु तीर्थ स्थान पाए। यही भाव में एठी ठाकुराणी अच्छी ग्राम्य देवी बासुलई सर्वमंगल मांगल्ये शिवे सर्वार्थ साधिके शरण्ये त्र्यंबके गौरी नारायणी नमस्ते। माँ बासुलई ये ग्रामर ये पंचायतर ये अंचल शुभ काम करंतु मंगल करंतु यही प्रार्थना करुच्ची। देवदेव महादेव कपिलेश्वर ये अच्छी महादेव महात्मान महायोगी महेश्वर महापापं हरं देव मंकाराय हरि ओम नमः शिवाय महारुद्राय महाकाल रुद्राय कपिलेश्वराय। यही देवदेव महादेव कपिलेश्वर आज भारत वर्ष को आज विश्व को
ଧ୍ୱଂସ ମୁଖରୁ ବା ପ୍ରାକୃତିକ ବିପର୍ଯ୍ୟୟ ମୁଖରୁ ରକ୍ଷା କର। ଏଇ ଯେଉଁ ଓଳକଣା ଗ୍ରାମ ଏ ଅଞ୍ଚଳକୁ 1970 ମସିହାରୁ 71 ମସିହାରୁ ଏ ଗ୍ରାମକୁ ଅନେକ ଥର ଆସିଛି। ଯେତେବେଳେ ବଂଶୀଧର ପୃଷ୍ଟି ଥିଲେ, ଆଜି ବି ଅଛନ୍ତି, ଦେହ ଚାଲିଯାଏ କିନ୍ତୁ ଆତ୍ମା ଅଛି, ରହିଛି ଆଉ ରହିବ। ଏଇ ବଂଶୀଧର ପୃଷ୍ଟି ଯେତେବେଳେ କୌଣସି ଏକ ସନ୍ଥଙ୍କ ଠାରୁ ଦୀକ୍ଷା ବା ମନ୍ତ୍ର ଗ୍ରହଣ କରିବା ପାଇଁ, ସେ ସନ୍ଥଙ୍କର ନାଁ ହେଉଛି ବେଣୁ ବାବା। ସିଏ ନୂଆ ଲୁଗା ଦୀକ୍ଷା ନେବାର ଯେଉଁ ସରଞ୍ଜାମ ଆବଶ୍ୟକ ସେସବୁ ସଜାଡ଼ିକିରି ରଖିଥିଲେ। ରାତି ପାଇଲେ ସେ ବେଣୁବାବାଙ୍କ ପାଖକୁ ଯାଇ ଦୀକ୍ଷା ଦେଲେ। ସେଇ ରାତିରେ ତାଙ୍କୁ କିଏ ଜଣେ କହିଲା କି ସ୍ୱପ୍ନରେ ଦେଖିଲେ, ଆଉ ସେ ଦେଖିଲେ ଯେ ତମର ଗୁରୁ ବେଣୁ ବାବା ନୁହନ୍ତି, ଅରିଲୋରେ ଯିଏ ଅଛନ୍ତି ସିଏ ତୁମର। ସେତେବେଳେ ଅରିଲୋ ଆଶ୍ରମ କହିଲେ ଖଣ୍ଡିଆ ଚାଳି ଗୋଟେ ଖଣ୍ଡିଆ ଚାଳି ବୋଲେ ଗୋଟେ ଯେଉଁ ହାତ ଚାଳିଆ, ଗୋଟେ ହାତ ଚାଳିଆ ଭିତରେ ଆମେ ସବୁ ଥିଲୁ। ଇଏ ବାବୁ ଯାଇ ପହଞ୍ଚିଲେ, ସେତେବେଳକୁ ମାତ୍ର ଆଶ୍ରମ ଆରମ୍ଭ ହୋଇଥାଏ। 10-15 ଦିନ କି 20 ଦିନ ଖଣ୍ଡେ ଆଶ୍ରମ ଚାଲିଥାଏ। ଲୋକମାନେ ଆସୁଥିଲେ, ଦୁଃଖୀ ରଙ୍କିମାନେ, କାହାକୁ କ'ଣ ଟିକେ ତୁଳସୀ ଦେଉଥିଲେ। ଇଏ ବାବୁ ଇଏ ବଂଶୀଧର ଇଏ 3 ଦିନ ଖଣ୍ଡେ ସେଇଠି ଅପେକ୍ଷା କରେ, 2 ଦିନ ଖଣ୍ଡେ। ଆମର ସେତେବେଳେ କେମିତି ଭାତ ଡାଲମା କରି ଖାଇବା ପିଇବାକୁ ଦେବାର ବ୍ୟବସ୍ଥା କିଛି ନାହିଁ। ହାତ ଚାଳି ଭିତରେ କ'ଣ ହେବ? କିନ୍ତୁ ଗୁଡ଼ିଏ ଲୋକ ଅନୁସରଣ ରହନ୍ତି, ଉପାଧିଆ ରହନ୍ତି, ତାଙ୍କୁ ସବୁ ଗୋଳେଇ ଗାଳେଇକିରି ଗୋଟେ ଗୋଟେ ଗୁଳା ସମସ୍ତଙ୍କୁ ଦିଆଯାଏ ପ୍ରସାଦ ପାଇବା ପାଇଁ। ସେମିତି ଗୁଳା କେତୋଟି ପାଇକିରି ଇଏ ବଂଶୀଧର ମଧ୍ୟ ଖାଏ। 2 ଦିନ ପରେ ମୁଁ ତାଙ୍କୁ ପଚାରିଲି, 2 ଦିନ କି 3 ଦିନ ପରେ ପଚାରିଲି, ବାବୁ ତମ ଘର କେଉଁଠି? ସେ କହିଲେ ଓଳକଣା। ଓଳକଣା ଗୋଟେ ଗାଁ ନା ମୁଁ ଜାଣିନଥିଲି। ସେ କେଉଁଠି ଯାଇକି କ'ଣ ଯାଜପୁର ଜିଲ୍ଲା କି କେନ୍ଦ୍ରାପଡ଼ା ଜିଲ୍ଲା କ'ଣ ଗୋଟେ କହିଲେ। କୁଆଡ଼େ ଆସିଛ? ନା ମୁଁ ଆପଣଙ୍କ ଠାରୁ ଦୀକ୍ଷା ନେବି। ମୋ ଠାରୁ ଦୀକ୍ଷା ନେବ? ମୁଁ ତ ମୋତେ 15 ଦିନ ହେଲା ଶିଷ୍ୟ ହେଇଛି, ମୁଁ ପୁଣି ତମର ଗୁରୁ ହେବି, ଆର ମାନେ କ'ଣ? ମୁଁ ତ 15 ଦିନ ହେଲା ଘରୁ ଆଇଲି, 15 ଦିନ କି 20 ଦିନ ଖଣ୍ଡେ ହେବ। ନା ନାଇଁ ଆପଣଙ୍କଠୁ ମୁଁ ନେବି। ଯଦି ନେବ ତାହେଲେ ମୋତେ ସେଇଭଳି ଗୋଟେ ନିର୍ଦ୍ଦେଶ ଆସିଲେ ମୁଁ ଦେବି। ଆଉ ସେଇ ରାତିରେ ସେମାନେ ସବୁ ଅପେକ୍ଷା କଲେ ଏବଂ ଶିଶୁ ଅନନ୍ତ ଯାହାଙ୍କୁ ଯେଉଁ ନାମଟି ଆଜି ମାନେ କରୁଥିଲେ, ମାନେ ପ୍ରତ୍ୟେକ ବର୍ଷ କରୁଛନ୍ତି, ସେ ନାମର ତତ୍ତ୍ୱଟା ବି ଆଜି ପର୍ଯ୍ୟନ୍ତ ଲୋକମୁଖରେ ପ୍ରଚାର ହୋଇପାରୁନି। ସେଇ ନାମ ମାଧ୍ୟମରେ ଆଦେଶ ଆସିଲା ଏବଂ ବଂଶୀଧର ପୃଷ୍ଟି ତାଙ୍କ ସହିତ ଆଉ କେତେକ ଭକ୍ତ ପ୍ରତ୍ୟେକ ଗ୍ରୁପ୍ କରି ଦିଆଗଲା। ପ୍ରତ୍ୟେକ ଗ୍ରୁପ୍ରେ ଗୋଟିଏ 5-5 ଜଣ କି 5-6 ଜଣ ଲେଖା ରହିଲେ। ତାଙ୍କୁ ରୁଟ୍ ସବୁ ଦିଆହେଲା ଯେ ତୁମେ ଏଇଠୁ ବାହାରିବ, ଏଇ ଜାଗା ଯାଇ ଏମିତି ବୁଲିକିରି ଆସି ଏଠି ପହଞ୍ଚିବ। ଯଦି ପହଞ୍ଚି ପାରିବ ତାହେଲେ ଦୀକ୍ଷା ନେବ। ଆଉ ଗୋଟେ ଗ୍ରୁପକୁ ମଧ୍ୟ ସେଇଆ କୁହାଗଲା। ସିଏ ଗୋଟେ ଏରିଆକୁ ଗଲେ, ଇଏ ଗୋଟେ ଏରିଆକୁ ଗଲେ, ଇଏ ଗୋଟେ ଏରିଆକୁ ଗଲେ।
ଆଜି ବି ପୁରା ସ୍ପଷ୍ଟ ମୋର ମନେ ଅଛି, ତିନୋଟି ଯାକ ଗ୍ରୁପ୍ ଗଲେ, ଦୁଇଟି ଯାକ ଗ୍ରୁପ୍ ସେ ଏଇ ଯେଉଁ ଗ୍ରୁପ୍ଟା ବଂଶୀଧର ପୃଷ୍ଟିଙ୍କ ଗ୍ରୁପ୍ଟା ଏଇଟା ଶେଷକୁ ଯାଇଥିଲା, କିନ୍ତୁ ପ୍ରଥମରେ ଆସିକିରି ପହଞ୍ଚିଲେ 5-6 ଜଣ ଏବଂ ଆସିଛନ୍ତି। ତାଙ୍କ ଦେହରେ ଧୂଳି ଫୁଳି ଗୁଡ଼ାଏ ଲାଗିଛି। ଆଉ ଏଇଭଳି ଭାବରେ କ୍ଷତ ବିକ୍ଷତ କ'ଣ ହେଇଥିଲେ କି ନାହିଁ ମୋର ଆଉ ମନେ ନାହିଁ। ତାପରେ ମୁଁ ପ୍ରଥମ ସେ ଗ୍ରୁପ୍ଟାକୁ ଦେଖିଲି। ଆଉ ଯେଉଁ ଗ୍ରୁପ୍ଟା ଯାଇଥିଲେ ସେ ଗୋଟେ ଶିବ ମନ୍ଦିର ପାଖରେ ସେ ଦଣ୍ଡବତ ହେଉଛନ୍ତି। ଯେତେ ଥର ଦଣ୍ଡବତ ଉଠିବାକୁ ଚେଷ୍ଟା କରୁଛନ୍ତି, ଏଇ ଯିଏ କପିଳେଶ୍ୱର ସେଇ ଗୋକର୍ଣ୍ଣେଶ୍ୱର। ଶିବ ତ ଜଣେ, ସେଟା 5 ଜଣ 10 ଜଣ ନୁହନ୍ତି। ସେ ଯେତେ ଥର ଉଠିବାକୁ ଚେଷ୍ଟା କଲେ ତାଙ୍କୁ ଦାବି ଦିଆଗଲା। ରାତି ପାଇଗଲା, ସେ ଆଉ ଫେରିଲେ ନାହିଁ। ସେ ସିଆଡ଼େ ରହିଲେ। ରାତି ପାଇବା ପରେ ସୂର୍ଯ୍ୟ ଉଦୟ ହେବା ପରେ ଆଇଲେ। ଇଏ କ'ଣ କରୁଥିଲ ନା ଏମିତି ରାତି ଯାକ ଏହା ଚାଲିଛି। ଆଉ ତାପରେ ଦ୍ୱିତୀୟ ଗ୍ରୁପ୍ଟି ତାପରେ ଆସି ପହଞ୍ଚିଲେ। ତାଙ୍କର କିଛି ବିଘ୍ନ ହେଇନି, ସେ ଆସି ପହଞ୍ଚିଲେ। ତେଣୁ ଯେହେତୁ ପ୍ରଥମ ଗ୍ରୁପ୍ଟି ପ୍ରଥମେ ଆସି ପହଞ୍ଚିଲେ, ତାଙ୍କୁ ସେଇଠି ମୋର ଯାହା ମନ ହେଲା ମୁଁ ତାଙ୍କୁ ଗୋଟେ ମନ୍ତ୍ର କ'ଣ ଗୋଟେ ଦେଇଥିବି, କ'ଣ ଦେଇଥିବି ମୋର ବି ମନେ କିନ୍ତୁ ଦେଇଛି। ଏଇ ଘରର ପ୍ରଥମ ଲୋକ ବଂଶୀଧର ପୃଷ୍ଟି, ଏଇ ଗ୍ରାମର ପ୍ରଥମ ଲୋକ ସେ ହେଉଛନ୍ତି ଶିଶୁ ଅନନ୍ତ ଆଶ୍ରମର ପ୍ରଥମ ଗ୍ରୁପ୍, ଯେଉଁଟା ପ୍ରଥମ ଶିଷ୍ୟ ଗ୍ରୁପ୍ଟି ଯାଇଥିଲେ ତା ଭିତରେ ଇଏ ହେଉଛନ୍ତି ପ୍ରଥମ। ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ସମ୍ପର୍କ, ସେ ଗୁରୁ ଶିଷ୍ୟର ସମ୍ପର୍କ ଏଠି ରହିଛି। ବହୁତ ସେ ସବୁ ତାଙ୍କ ବିଷୟରେ କହିବାକୁ ତ ମୁଁ ଏଠି ବସିନି, ଗୋଟେ କହିଲି କଥା। ସେ ଯେଉଁ ଆପଣ ଦେଖିବେ, ମାନେ ଯେଉଁ ଏଇଠୁ ଗୋଟେ ପଥର ଥିଲା, ସେ ପଥର ଉପରେ ସବୁ ଗୋଡ଼ ଫୋଡ଼ ଧୋଉଥିଲେ, ପରିସ୍ରା କରୁଥିଲେ, ମୁହଁ ଫୁହଁ ଧୋଉଥିଲେ। ଆମେ ଗୋଟେ ଶିବ ମୂର୍ତ୍ତି ପ୍ରତିଷ୍ଠା କରିବୁ ବୋଲି ଆମେ କହିଲୁ ସିଆଡ଼େ ତ ସେ ପଥର ମିଳୁଛି, ସିଆଡ଼କୁ ଯିବା। ଆଉ ବଂଶୀଧର ଘରେ ଆସି ପହଞ୍ଚିଲୁ। ସେତେବେଳେ ଗାଡ଼ି ଫାଡ଼ି ତ କିଛି ନାହିଁ, ଆମେ ସବୁ ଚାଲି ଚାଲିକି ଯାଇ। ସେଦିନ ହେଇଥିଲା ପୋରୁଆ ଅଷ୍ଟମୀ। ଏଠି ଏଣ୍ଡୁରି ପିଠା ସବୁ ଖାଇଲୁ। ସେଠି ଆମର କ'ଣ ତାଙ୍କ ନାଁ ସବୁ ଭୁଲିଗଲେଣି, ଏଣ୍ଡୁଅ ପୋକ ଏମିତିଆ ସବୁ ତାଙ୍କ ନାଁ ସବୁ ଥିଲା। ତାଙ୍କୁ ସବୁ ଡକରା ହେଲା ଯେ ଦେଖିଲେ ଗୋଟେ ପଥର କେଉଁଠି ନେବା, ଶିବ ମୂର୍ତ୍ତି ତିଆରି କରିବା। ସିଏ ଗୋଟେ କହିଲେ କେଉଁ ପଥର ଆଉ ନାହିଁ, ପଥର ନିଅନ୍ତୁନି, ଆପଣ ଚଣ୍ଡିଖୋଲରେ ମଗେଇଦେବେ। ଚଣ୍ଡିଖୋଲଟା କେଉଁଠି, ମୁଁ ଯିବି କେତେବେଳେ, ତାଙ୍କୁ ସବୁ ତାଙ୍କଠୁ ଆଣିବି, କ'ଣ କରିବା। ଶେଷକୁ ସେଇ ଲୋକଟି ବୁଲି ବୁଲି କହିଲା, ବାବା ଗୋଟାଏ ପଥର ଏଇଠି ଅଛି, କିନ୍ତୁ ଯେ ପଥରଟି ଅପରିଷ୍କାର ଭାବରେ ରହିଛି। ତେବେ ଯାହା ହଉ, ସେଇ ପଥର ପରିଷ୍କାର ପରିଚ୍ଛନ୍ନ ହେଇ ଗୋବର ଗୋମୟରେ ତାକୁ ଲିପନ କରି ପଞ୍ଚାମୃତ ଛିଞ୍ଚି ତାକୁ ଆମେ ଏଇଠୁ କୀର୍ତ୍ତନ କରିକି ନେଲୁ। କୀର୍ତ୍ତନ କରିଲୁ, ସେମିତି ତାଙ୍କ ନାଁ ଧରିକିରି ଗଲୁ। ସେଇ ପଥରଟି ଆଜି କୁଦାନଗରୀ, ଆପଣଙ୍କର ଏଇ କେନ୍ଦ୍ରାପଡ଼ା ଜିଲ୍ଲାର କୁଦପାଟଣା ପାଖରେ ଯେଉଁ ଶିବ ମୂର୍ତ୍ତି ବସିଛନ୍ତି, ଯାହାଙ୍କର ନାମ ହେଉଛି ଅନନ୍ତେଶ୍ୱର, ସିଏ ବର୍ତ୍ତମାନ ଅନନ୍ତେଶ୍ୱର ହେଇ ପୂଜା କରେ। এইভাবে অনেক কথা এই গাঁর দুর্গাচরণଙ୍କର কথা তো কহিলি। এই গাঁর আমার আউ গোটে দুটি শিষ্য বি আমার কমলা অন্ত বট এইମାନେ ସବୁ ଆହୁରି କେତେକ ମଧ୍ୟ ଆସୁଥିଲେ। କିଏ କୁଆଡ଼େ ହଜିଗଲେଣି, କିଏ କୁଆଡ଼େ ଗଲେଣି, କିନ୍ତୁ ବର୍ତ୍ତମାନ 2-3 ଜଣ ଏ ଗାଁର ଲୋକ ଅଛନ୍ତି। ବଟ ଅଛି,
ତାର ସହଧର୍ମିଣୀ ବି ଅଛନ୍ତି, କମଳା ବି ଅଛି, ଅନ୍ତ ଚାଲିଗଲାଣି। ଏଇଭଳି ଭାବରେ ସବୁ ଅଭିନୟ ସାରି ବାହୁଡ଼ିବେ କାଳ ବେଳେ, ଆଉ କେହି ରହିବେ ନାହିଁ ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବେଳେ। ଏଇଭଳି ଭାବରେ ଏଠି ଏ ଅଞ୍ଚଳରେ ଯେତେ କାର୍ଯ୍ୟ ହେଇଛି, ଆମର ଏଣ୍ଡର ହଳଦିଆ ଯଦୁ ସାର୍ଙ୍କ ଘରେ ଏବଂ ଆଉ ସବୁ କେଉଁଠି କେଉଁଠି କ'ଣ ହେଇଛି, ଯାହା ବି ଯେଉଁଠି ହେଇଛି, ପ୍ରଥମ ଓଳକଣା ଗ୍ରାମ ହେଉଛି ପ୍ରଥମ। ଏଇ ଗାଁକୁ ଥରେ ମୁଁ ଆସିଛି, ବସିଛି, ଆপিଲର କେତେଜଣ ଶିଷ୍ୟ ଆସି ପହଞ୍ଚିଲେ। ତା ଭିତରେ ଜଣେ ଶିଷ୍ୟ ଆସିଥାନ୍ତି ଗୋବର୍ଦ୍ଧନ ବିଶ୍ୱାଳ, ଦିବ୍ୟସିଂହ ବିଶ୍ୱାଳ। ଆଜି ବୁଝିଲେ, ଜଣେ ବ୍ୟକ୍ତି କୁଆଡ଼େ ଯାଇଥିଲେ ବୁଲିବାକୁ, ସିଏ ବଳିଆ ବାବା ଏ ଗାଁକୁ ଆଇଛନ୍ତି ବୋଲି ସେତେବେଳକୁ 2-4 ବର୍ଷ ଗତ ହେଇଗଲା। ସେ ଆସିକିରି ପହଞ୍ଚିଗଲେ, ଆପଣ ଏଇ ଗାଁକୁ ଆସିଛନ୍ତି, ମୁଁ ଆଇଛ ଆପଣ ଦେଖୁଛନ୍ତି, ଆଉ କ'ଣ ନାଇଁ ଗାଁ ନାଁଟା କ'ଣ ଜାଣିଛନ୍ତି? ଗାଁ ନାଁଟା ଓଳକଣା। ନା ଲେଖା ଅଛି ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ବହିରେ, ଗ୍ରାମ ନାମ ଓଳକଣା, ସବୁ ସାଧୁ ସନ୍ଥ ହେବେ ବଣା। କ'ଣ ହେଲା? ଗାଁ ନାଁ ଓଳକଣା, ସବୁ ସାଧୁ ସନ୍ଥ ହେବେ ବଣା, ଆମେ କିନ୍ତୁ ହବୁନି। ଆମେ ତ କେତେ ଥର ଆଇଲୁ, କାହିଁ ତ ବଣା ହେଇନୁ, ତ ରାସ୍ତାଟା ପାଉଛୁ ଠିକ୍। ସେଇଠି ତାଙ୍କ ସହିତ କିଛି ସମୟ ଆଲୋଚନା ହେଲା। ଦେଖନ୍ତୁ, ଏମିତି କିଏ କେଉଁଠି କ'ଣ ଗୋଟାଏ ମିଛରେ କି ସତରେ ଲେଖିଦେଲା, ସେଇଗୁଡ଼ାକୁ ନେଇକିରି ଆପଣ ଅନ୍ୟମାନଙ୍କ ଆଗରେ କହିବାଟା କେତେ ଦୂର ଠିକ୍ ହେଉଛି? ମୁଁ ଆପଣଙ୍କୁ ଗୋଟିଏ ତତ୍ତ୍ୱ ଏଠି କହୁଛି। ଏଠି ଓଳକଣା ଗ୍ରାମର ପ୍ରଥମ ଅକ୍ଷରଟି ହେଉଛି, ଏଠି ବିଦୁରଙ୍କର କ୍ଷେତ୍ର। ଇଏ ଓଳକଣା ଗ୍ରାମଟି ହେଉଛି ବିଦୁରଙ୍କର କ୍ଷେତ୍ର, ତାମାନେ ଭକ୍ତଙ୍କର କ୍ଷେତ୍ର। ଏଇ ଭକ୍ତଙ୍କ କ୍ଷେତ୍ରର କିଛି ଦୂରରେ ମହାପୁରୁଷ ଅରକ୍ଷିତ ଦାସଙ୍କର ସିଦ୍ଧିପୀଠ। ଏଇଭଳିଆ ସ୍ଥାନଟିକୁ ଆପଣ କହୁଛନ୍ତି ସାଧୁ ସନ୍ଥମାନେ ବଣା ହେବେ, ପୁଣି ଅରକ୍ଷିତ ଦାସ ସିଦ୍ଧି ପାଇଲେ କେମିତି? ପ୍ରଥମ ଇଏ ଶବ୍ଦଟି ହେଉଛି ଓଙ୍କାର। ଓଳକଣା। ଓ ଗୀତାରେ ଲେଖା ଅଛି, ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରଂ ମାମୁନୁସ୍ମରଂ ଯ ପ୍ରୟାତି ତେଜନ ଦେହ ସଜାତି ପରମା। ଗୀତାରେ ଭଗବାନ କହିଲେ, ଭଗବାନ କୃଷ୍ଣ ଗୀତାରେ କହିଲେ ଅର୍ଜୁନକୁ, ଓମ୍ ବୋଲି ଗୋଟେ ନାମ ଅଛି, ସେଇ ନାମଟିକୁ ଯଦି ତୁମେ ସବୁଦିନେ ସକାଳୁ ଉଠିକିରି ସ୍ମରଣ କରିବ, ଯେତେବେଳେ ତୁମେ ତୁମର ମୃତ୍ୟୁ ସମୟ ଆସିବ, ତୁମେ ଆଉ କୌଣସି କଥାବାର୍ତ୍ତା ବି କରିପାରିବ ନାହିଁ, ପାଟି ଖଣ୍ଡି ବାଜିଯିବ। ଆତ୍ମୀୟ ସ୍ୱଜନମାନେ ନିର୍ମାଲ୍ୟ ପାଣି ଦେଉଥିବେ। ଏଇଭଳିଆ ଅବସ୍ଥାରେ ଯଦି ଓମ୍ 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 ବୋଲି ଉଚ୍ଚାରଣ କଲ, ତାହେଲେ ତୁମେ ଦିବ୍ୟ ଗତି ଲାଭ ପାଇବ। ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରଂ ମାମୁନୁସ୍ମରଂ। ଓମ୍ କହିଲେ କ'ଣ? ଅଯୁକ୍ତ ଉ ଯୁକ୍ତ ମ ସମାନ ଓମ୍। ସେଇଟା ପୁଣି କ'ଣ? ବ୍ରହ୍ମା ବିଷ୍ଣୁ ଶିବ, ଉତ୍ପତ୍ତି ସ୍ଥିତି ପ୍ରଳୟ। ଆଜି ସକାଳୁ ନାମ ଆରମ୍ଭ ହେଲା, ସେଇଟା ହେଲା ଅ। ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଲା, ସେଇଟା ହେଲା ଉ। ବର୍ତ୍ତମାନ ଶେଷ ହେଲା, ସେଇଟା ହେଉଛି ମ।
प्रत्येक कार्यर आरंभ होती कार्य चलुला बेले यहाँ हूँ उ शेष हेले सी हुए म आम सब जन्म हेलु जो दिन से दिन जेतिक दिन बंचबू सेटा उ जो दिन दुनिया जीवु सेटा हम म ओमित्येकाक्षर ब्रह्म ओम होउचंदी एकाक्षर ब्रह्म ताकू जदि जप करा जाए ताहले तमे मुक्ति पाइब से कथा को भागवत मध्य कहगला सकल मंत्र मध्य दुनिया रे जेते मंत्र अच्छी सबु मंत्र भितर मंत्रराज होउचंती ओंकार से तीनोटी धाम को से बुझौचंती आम तो पैसा पत्र खर्च करिक जाऊँ धाम वृंदावन धाम अयोध्या धाम यही भाया जाइला वृंदावन धाम रु आज की मासे हला आमर कार्यक्रम चली ये शेष है फेर भी आस गोटे मस है मुझे बुलवा को जाइनी कि कौ ठाकुर को देखा जाइनी कि भल कथा लोक को जनिया को जा हो ये ओंकार भितर तीनोटी धाम अच्छे आपन देखु आप मैंने ओडिया आम ओडिया ओंकार लिखा आग लिखा ओ पर देखा अर्धचंद्र ता उपरे दबा बिंदु से बिंदुटी किए बिंदु ब्रह्म सी होती शून्यं शून्यं महाशून्यं शून्य मध्य निरामय निरामय मध्य ज्योति सज्योति भगवान सी होती ब्रह्मधाम आम जमी कहूँ वृंदावन धाम सी कहते सी होती ब्रह्मधाम ता तलटा हूँ अर्धमात्रा अर्धमात्रा किए मातृधाम शक्तिधाम अर्धमात्रा ता तलटा हूँ ओ कहले मर्त्य तार स्वर्ग मर्त्य सब आरि भितर अच्छे सकल मंत्र मध्य आमर सबू लोक मैंने मरीगले पिंड पकाती ब्राह्मण आसती पिंड पकाती सी गोटे आम व्यवस्था ताको आम काटिदेबार किंतु आत्मीय स्वजन माने बसिकी जो लोकटी चलीगला ता रूपटी को अंकन कर 9 थर यथेष्ट 9 थर यदि ओंकार ध्वनि यदि करती ताहले से दिव्य गति लाभ तेणु ओम होचंती मंत्रराज ये ग्रामर मूल अक्षरटी होची ओ ताप्रति कौन रटा ओडिया सीना र किंतु प्रकृत रटा हूँ ल आमर कमी सब माने बहुत कथा लिखाई
गीतार मध्य जगन्नाथंकु तमे प्रणाम करिब आडू साडू गुड़ा मंत्र पढ़ना परं ब्रह्म परं धाम पवित्र पुरुषं शाश्वतं यही मंत्र रे बलदेव को जगन्नाथ को अनंत को विदुर को माने पूजा प्रार्थना करो जा तो मागिया कथा लटा कौटी लर स्थान होती लय यही स्थान को ललाट चक्र को लरे ललाट चक्र को आखि बुझी ध्यान करो आखि की बुझीब ना आखि की ओल्टे ये हूँ लर स्थान यही ल पाखे जहाँ सब लिखाई से आम भोग करूँ से ल बिंदु पाखे लिखाई तमे आज ये सत्संग हम तेणु आज हो ओड़कणा आसबि बोली मोर प्रोग्राम नथिला केन्दुझर प्रोग्राम भी नथिला पछरे केन्दुझर प्रोग्राम जो है गोटे खबर पाइली जे भागु ये कहूँ जे नाम से दिन बढ़ुची नाम से दिन हो बाबा टी यही बाटे गले भल हम हम पशिजा टे इन पड़े किंतु यहीटा सीना बाह्य कथा तत्व कथा कौन आज ये आसबार अच्छी तेणु आसनी ये लेखाई रही अमुक दिन अमुक जगार तते भगवत कथा कहवा पड़े जितेबले भगवान कृष्ण जन्म हेले शोचन 21 जाइनी नंद मंदिर रे भगवान कृष्ण शोचन 60 रे भी आसिले माने जे जन्म होती मुंडे भाग्य लिखे जितेबले कृष्णस्तु भगवान स्वयं कृष्ण होती भगवान वंशी विभूषित करा नवनीरदा पीतांबरा पुण्येन्दु सुंदर जहांकर हाथ रे वंशी जमुना कूल कदम्ब वृक्ष मूल जे वंशीवादन करुले राहस करुले से होउचंती वंशीधारी बा वंशीधर तांको किए केते प्रकार व्याख्या नंद मंदिर रे गोविंद शोइचंती 60 आइले भाग्य लेखिबा पे आंक रूप को देखी दे कि छानिया आंक रूपटा कौन थिला गीतार से श्लोक से हाथ गणी पारे नहीं केते हाथ थिला आखि गणी पारे नहीं कान भी गणी पारे नहीं पेट भी गणी पारे नहीं देखिले विश्वमूर्ति रही गीतार वर्णना अच्छी अनेक बाहु अनेक बाहु तो गणी पारे कईटा बाहु 60 देखले ये तो मनुष्य नुह
ମଣିଷ ଭଳିଆ ଦେଖାଯାଉଛି କିନ୍ତୁ ମଣିଷ ନୁହେଁ ଇଏ। ତେଣୁ ସିଏ ନମସ୍କାର କଲେ। ଆକାଶାତ୍ପତିତନ୍ମୃତୋୟଂ ଯଥା ଗଚ୍ଛତି ସାଗରେ ସର୍ବଦେବ ନମସ୍କାର। ସେ କେଶବଙ୍କୁ ନମସ୍କାର କରି ପଛେଇ ସଠି ପଳେଇବାକୁ ଯାଉଛନ୍ତି। ବାବା ଇଏ ତ ମୋତେ ଚାକିରି ଦେଇଛନ୍ତି, ମୁଁ ପୁଣି ତାଙ୍କ ମୁଣ୍ଡରେ କ'ଣ ଖାଦ୍ୟ ଦେଖିବି। ଭଗବାନ କୃଷ୍ଣ ତାଙ୍କର ଅସ୍ପଷ୍ଟ ଦେବ ଜଗତର ଭାଷାରେ ସେ ଷଷ୍ଠୀକି ଡାକିଲେ। କହିଲେ ଷଷ୍ଠୀ କୁଆଡ଼େ ଆସିଲ? କହିଲେ ପ୍ରଭୁ ମୁଁ ଆସିଥିଲି, ମୋର ଆପଣ ମୋତେ ଡ୍ୟୁଟି ଦେଇଛନ୍ତି, ମୁଁ ସମସ୍ତଙ୍କ ଭାଗ୍ୟ ଲେଖି, ମୁଁ ସେଇପାଇଁ ଆସିଥିଲି। ଆଉ ମୋ ମୁଣ୍ଡରେ ଦେଖୁନା, ନା ଆପଣଙ୍କ ମୁଣ୍ଡରେ କିଏ ଭାଗ୍ୟ ଲେଖିବ? ହେ ଭାଗ୍ୟଧର, ହେ ଭାଗ୍ୟ ବିଧାତା, ମୁଁ ଆପଣଙ୍କର ଦାସାନୁଦାସ, ମୁଁ ଗୋଟେ ଛୋଟିଆ ଚାକିରି ପାଇଛି, ଆଉ ମୁଁ ପୁଣି ଆପଣଙ୍କ ମୁଣ୍ଡରେ କ'ଣ ଭାଗ୍ୟ ଲେଖିବି? ନା 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 ନା, ତମକୁ ଲେଖିବାକୁ ପଡ଼ିବ। ସେଇଠି ଷଠି ଆଉ କ'ଣ କହିବେ? କହିଲେ ହଉ ଯଦି ଲେଖିବି, ଆପଣଙ୍କ ନାଁ ଧରି ଆପଣଙ୍କ ଭାଗ୍ୟ ଲେଖିବି। ସେ ନାଁ ଧରିକି ତାଙ୍କରି ନାମକୁ ସ୍ମରଣ କରି ସେ ଭାଗ୍ୟ ଲେଖିବା ଆରମ୍ଭ କଲେ। ଲେଖୁ ଲେଖୁ ଅଟକି ଗଲେ। ସେ ଅଟକି ଗଲେ, ଭଗବାନ କୃଷ୍ଣ ପଚାରିଲେ କ'ଣ ଭାଗ୍ୟ ଲେଖା ସରିଗଲା? ନା ସରିନି ପ୍ରଭୁ, ଗୋଟେ ଅଡ଼ୁଆ ଜାଗାଟା ଅଛି, ସେଇଟାକୁ ଆପଣ ଚାହିଁଲେ କାଟିଦେବେ। କ'ଣ ସେ ଅଡ଼ୁଆ ଜାଗାଟା? ଆପଣ ଜୀବନ ତମାମ ସଂଗ୍ରାମ କରିବେ। ଜୀବନ ବାଲ୍ୟଠାରୁ ଇଏ ଦେହତ୍ୟାଗ ପର୍ଯ୍ୟନ୍ତ ଆପଣଙ୍କ ଜୀବନ ହେଉଛି ସଂଗ୍ରାମମୟ। କିନ୍ତୁ ଜୀବନର ଶେଷ ପର୍ଯ୍ୟାୟ ଜାରାଶବର ହସ୍ତରେ ଆପଣଙ୍କର ଦେହତ୍ୟାଗ। ସେଇ କଥାଟା ମୋ ମନକୁ ଯାଉନି, ମୁଁ ଆପଣଙ୍କୁ ନିବେଦନ କରୁଛି ଆପଣ ସେଇଟା କାଟିଦିଅନ୍ତୁ। ଭଗବାନ କୃଷ୍ଣ କହିଲେ, ଶୁଣ ସତୀ, ଜାରାଶବର ହସ୍ତରେ ମରିବି ଢାଲିରେ ଲେଖ। ମୁଁ ଯଦି ଭାଗ୍ୟ ନ ଭୋଗି ତାହେଲେ ଲୋକମାନେ କେମିତି ବୁଝିବେ? ଭାଗ୍ୟ ବୋଲି ଗୋଟେ କିଛି ରହିବନି, ଲୋକ ଆହୁରି ବାଳୁକା ହେଇଯିବେ। ଯିଏ ମଦ ଖାଉଛି ତାକୁ ଡାକ୍ତର କହୁଛନ୍ତି ତୁ ମଦ ଖାନା, ତୋ ଲିଭର ଖରାପ ହେବ। ତାକୁ ଆଉ କିଏ କହୁଛି ତୋର ହାର୍ଟ ଖରାପ ହେବ, କିଏ କହୁଛି ତୋର କିଡ଼ନୀ ଖରାପ ହେବ। ସିଏ କେମିତି କହୁଛି ହଁ ଖାଉଛ କିଛି ହେଇନି, ମୋର ତ କିଛି ହେଇନି, ଆଉ ତାହେଲେ ମୁଁ ଖାଉଛି ତ ଖାଇବି। ଆଉ ତେଣୁ ନିଜକୁ ରକ୍ଷା କରିବା ହେଉଛି ପ୍ରକୃତରେ ଧର୍ମ। ଧର୍ମ ଏକ ପୋତ ଗଢ଼ିଛନ୍ତି, ଆମେ ମାନିବୁନି, ନ ମାନିଲେ ଆମେ ଦଣ୍ଡିତ ହବୁ। ତେଣୁ ଏଇ ଗାଁର ଯୋଗୀ ବାବୁ, ଯେ ଏଇ ଗାଁର ଜମିଦାର ବଂଶର ଲୋକ, ଆମର ମହାବିନାୟକ ପଞ୍ଜିକାର ସିଏ ହେଉଛନ୍ତି ପ୍ରଥମ ଗଣକ। ତାଙ୍କରି ନିର୍ଦ୍ଦେଶରେ ମହାବିନାୟକ ପଞ୍ଜିକା ଚାଲିଥିଲା, ଏବେ ବି ଚାଲିଛି। ସେ ବୋଧେ 100 କେତେ ବର୍ଷର ଦେହତ୍ୟାଗ କଲେ। ସେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ପାଖରେ ଚାକିରି କରିଥିଲେ, ଇଂରେଜ ସରକାରଙ୍କ ପାଖରେ DSP ଚାକିରି କରିଥିଲେ। ସେଠୁ ସେ ରିଟାୟାର୍ଡ ହେବା ପରେ
ତାଙ୍କର ଜୀବନ ତମାମ ବ୍ରିଟିଶରୁ ବ୍ରିଟେନରୁ ତାଙ୍କ ପାଇଁ ଏଟା କ'ଣ କହନ୍ତି ପେନସନ୍ ଆସେ। ଯେତେବେଳେ ପେନସନ୍ ସେ ପାଇବେ ତାକୁ ବାଣ୍ଟ କରିବେ। ପ୍ରଥମ ବାଣ୍ଟଟା ଆସିବ ମୋ ବୋଉ ପାଖକୁ, ମୋ ବୋଉକୁ ସେ ଭାରି ଭଲ ପାଉ। ଦ୍ୱିତୀୟ ବାଣ୍ଟଟି ଆସିବ ମୋ ପାଖକୁ, ବାବାଙ୍କର ଏଇଟା। ତୃତୀୟ ବାଣ୍ଟ ତାଙ୍କର ତା ଦିଅନ୍ତି କ'ଣ କର। ଏଇଭଳି ଯୋଗଜନ୍ମ ଲୋକ ସେ ଥିଲେ ଯୋଗୀ ବାବୁ, ଏଇ ଗାଁର ଏଇ କୋଠାଟା ପରେ ତାଙ୍କର। ତେଣୁ ଜୀବନର ଯେଉଁ ଭାଗ୍ୟ ସିଏ ଏକ ସ୍ୱତନ୍ତ୍ର। ଆଜିକାଲି ଲୋକ ଗାଁରେ ରହିବାକୁ ଭଲ ପାଉନାହାନ୍ତି, ଲୋକ ବାହାରେ ରହିବାକୁ ଭଲ ପାଉଛନ୍ତି। କିନ୍ତୁ ସେ ସବୁ ଏମିତି ଲୋକ ଥିଲେ, ସେ ଆସି ଆଶ୍ରମରେ 2-4 ଦିନ ରହିକି ଯାଇଛି। ମହାବିନାୟକଙ୍କ ପାଖରେ ମୋ ପାଖରେ ରହିଛି ଏବଂ ଶେଷ ବେଳେ ବ୍ୟାକୁଳ ହେଇଛନ୍ତି ତାଙ୍କ ପାଖକୁ। ମୋର ମାନେ ସେ ପଞ୍ଜିକା ଶିଖୁଥିଲା, ଏବେ ବି ସେ ତା ନାଁ ହେଉଛି କ'ଣ ଚଗଲା ଚିନ୍ମୟାନନ୍ଦ ଯାଇଛି। ଖାଲି ଏତିକି କହିଲେ ଆଉ ମୋର ତ ବାବାଙ୍କ ସହିତ ଆଉ ବାବା ଅଛନ୍ତି ନା ବାବା ନାହାନ୍ତି, ନା ଆଉ ତ ଏଇ ଜନ୍ମରେ ବାବାଙ୍କ ସହିତ ଆଉ ଦେଖା ହେଇପାରିବନି, ବାବାଙ୍କୁ ମୋର ପ୍ରଣାମ କରେ। କହିବେ କାହିଁକି ଆପଣ ଏକଥା କହୁଛନ୍ତି? ନା ନାଇଁ ନାଇଁ ମୁଁ ତ କହିଲି ଆଉ 100 ବର୍ଷ ପୁରିଲାଣି, ଆଉ କେତେ ଦିନ ରହିଲା। ସେ ଏତେ ଧୈର୍ଯ୍ୟମାନ ଲୋକ, ତାଙ୍କ ଆଗରେ ତାଙ୍କ ସ୍ତ୍ରୀ ଚାଲିଗଲା, ତାଙ୍କ ପୁଅଟିଏ ବି ଚାଲିଗଲା, ତଥାପି ସେ ଧୈର୍ଯ୍ୟ, ତାଙ୍କ ଧୈର୍ଯ୍ୟ ଅଟଳ। ଏମିତି ବହୁ ଲୋକଙ୍କୁ ଆମେ ଜାଣିକିରି ହରଉଛୁ, ତାପରେ ଖୋଜିଲା ବେଳକୁ ସିଏ ଆଉ ନାହିଁ। ସଜନ କଥାଟି ହେଲା, ସଠି କହିଲେ, ଏ ଭଗବାନ କହିଲେ ସଠି ତୁମେ ସେଇ ନାଁଟାକୁ ଆଗ ଲେଖ। ମୁଁ ବାଳିକି ବିନା ଶତ୍ରୁତାରେ ମୁଁ ବାଳିକି ମାରିଛି, ମାନେ ଯେନ ବାଣେ ହତ ବାଳି ଯେନ ବାଣେ ହତ ମାମ। ମୁଁ ସେଇ ଦଣ୍ଡଟାକୁ ମୁଁ ପାଇବି। ତାପରେ ସଠି ଫେରି ଆସିছে। ତେଣୁ ସଜ୍ଜନ ଭାଗ୍ୟକୁ ମାନିବାକୁ ପଡ଼ିବ। ପଦ୍ମ କହୁଛନ୍ତି, ପଦ୍ମ ମୁଁ କୁଶକେତୁ ଆସନ, ମୁଁ ବ୍ରହ୍ମାଙ୍କର ଆସନ। କୁଶକେତୁ ଆସନ ଶ୍ରୀନିବାସ, ଲକ୍ଷ୍ମୀଙ୍କର ଘର। ଲକ୍ଷ୍ମୀ ମୋତେ ଭଲ ପାଆନ୍ତି, ପଦ୍ମାଳୟା ବୋଲି ମୋତେ କୁହ। ଆଉ କୁଶକେତୁ ଆସନ ଶ୍ରୀନିବାସ, କୃଷ୍ଣ କରେ ନାଥ, କୃଷ୍ଣ କରେ ଥାଇ ନାଥ ଦିନେ। ଭଗବାନଙ୍କ ହାତରେ ମୁଁ ଥାଏ, ପଦ୍ମ ଥାଏ। ମୋର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ। କିନ୍ତୁ ଶିଶିର ଆସିଲା, ପଦ୍ମବନ ପଡ଼ିଗଲା, କେହି ରଖି ନ ପାରିଲେ ଏକାଳେ, ବିହି ଭୋଗ ଥିଲା ଯାହା କପାଳେ। ଆଜିର ପିଲାମାନଙ୍କୁ, ଯୁବକମାନଙ୍କୁ କିଏ ବାପାଙ୍କୁ ବାଡ଼ଉଛି, କିଏ ବୋଉକୁ ବାଡ଼ଉଛି, କିଏ ମଦ ପିଇକି ରାସ୍ତାରେ ଗଡ଼ୁଛି, ଚରସ ଖାଉଛି, ବାବୁସୁଗାର ଖାଉଛି, କ'ଣ କରୁଛି? ପଚାରିଲେ ପୁଣି ତମକୁ ସେ ମାଡ଼ ବସାଉଛି। କିନ୍ତୁ ଯଦି ଜୀବନକୁ ସୁଧାରିବାକୁ ଚାହୁଁଛ, ଆଜି ସୁଧାରିବି କାଲି ସୁଧାରିବି ସେ କଥା ସାଙ୍ଗେ ସାଙ୍ଗେ ଶପଥ ନିଅ। ଜୀବନ ମନୁଷ୍ୟ ଜନ୍ମ ରହିଲା, ये घर अच्छी, ये ढिओ अच्छी, बंशीधर गाँधी जोगी बाबू घर अच्छी, जोगी बाबू गाँधी। तेणु सज्जन ये लिखिथिले से नदीर डीपी दांडी तही अनामिका चंडी, से नदीर डीपी दांडी
তহি অনামিকা চণ্ডী সে চণ্ডী ভয় হংস শূন্যে গমনা। আর কে লিখেছিল? অরক্ষিত দাস লিখেছিল। এবং সে চণ্ডীকে କହିଥିଲେ ତମେ ଏଠୁ ବିଦାୟ ଦିଅ। ଆଜି ଗୋବରୀ ନଦୀ ଅଛି, ଓଳାଶୁଣୀ ପାହାଡ଼ ଅଛି। ଓଳାଶୁଣୀ ପାହାଡ଼ ଉପରେ ଠିଆ ହେଲେ ଆଜି ବୌଦ୍ଧ କୀର୍ତ୍ତି ଦେଖାଯାଉଛି। ସେ ପୁଣି ମାଟି ତଳେ ପୋତା ହେଇଥିଲା, ଏବେ ତାକୁ ଉଦ୍ଧାର କରୁଛି। କିନ୍ତୁ ଇଏ ଏଭଳି ମହାପୁରୁଷ ଥିଲେ ଯେ ତାଙ୍କ କଥା ତ ଆପଣମାନେ ବେଶୀ ଜାଣିଥିବେ, ମୁଁ ଅଳ୍ପ ଜାଣିଛି। এইଭଳି ମହାପୁରୁଷମାନେ ସବୁ ଜନ୍ମଗ୍ରହଣ ତାଙ୍କୁ ଆମେ ଭୁଲି ଯାଉଛୁ। ସେ ଯାହା ହଉ ସେଇ ପୀଠର ଅନନ୍ତ ଗୁମ୍ଫାରେ ଇଏ ସେବକ ମାତ୍ର 20 ମିନିଟ୍ କି ଅଧଘଣ୍ଟା ଖଣ୍ଡେ ହେବ। ତାରି ଭିତରେ ଗୋଟିଏ ଧାଡ଼ିର ନିର୍ଦ୍ଦେଶ ଆଜି ବି ବଳିଆ ମନେ ରଖିଛି। ଆଉ ସେଇ ନିର୍ଦ୍ଦେଶକୁ ନେଇ ମୁଁ ସାରା ଭାରତ ବର୍ଷ ବୁଲୁଛି। କିନ୍ତୁ ଆପଣଙ୍କ ଘର ପାଖରେ ସେ ଏଇ ପାଖରେ ହଉ, ସେ ଯାହା ହଉ ଷଠି ଫେରି ଆସିଲେ। ଇଏ ଭାଗ୍ୟ ଲେଖିଲେ ଭଗବାନ କୃଷ୍ଣ ପୁତନା ଶକଟା ସମସ୍ତଙ୍କୁ ମାଇଲେ, କିନ୍ତୁ ଜାରାଶବର ଯେତେବେଳେ ତାଙ୍କୁ ଶରବିଦ୍ଧ କଲା, ସିଏ ନିଜେ ଶରଟାକୁ ମାରିଛି, ମାନେ ହତବାକ୍ କହିକିରି ଛାନିଆରେ ଠିଆ ହେଇଗଲା। କୃଷ୍ଣକୁ ଅନେଇଲେ, ସିଏ ଶିଆଳି ଲତାରେ ଦୋଳି ଖେଳୁଥିଲେ। ଇଏ ଅନେଇଲେ କହିଲେ ଯାରା ଏମିତି କାହିଁ ହେଉଛ, ଏତେ ଭୟଭୀତ କାହିଁକି? ସିଏ କହିଲେ ଯେ ପ୍ରଭୁ ମୁଁ ଭୁଲ କରିଦେଇଛି, କିନ୍ତୁ ଭଗବାନ କହିଲେ ମା ଭେଇଜରେ ହେ ଜରା ତୁ ଭୟ କର ନା, ଯେନ ବାହାନେ ହତ ବାଳି, ଯେନ ବାହାନେ ହତ ବାଳି ପାଖରେ ମୋ ଋଣ ରହିଯାଇଥିଲା, ତୁ ଆଜି ତାକୁ ପୂର୍ଣ୍ଣ କର। କେବଳ ଏତିକି ତତେ ମୁଁ କହୁଛି, ତୁ ଟିକେ ଯା ଅର୍ଜୁନକୁ ଟିକେ ଯୁଧିଷ୍ଠିରଙ୍କୁ କହିବୁ ଟିକେ ଅର୍ଜୁନକୁ ମୋ ପାଖକୁ ପଠେଇବେ। ସେ କଥା ପାଳନ କରି ଜାରାଶବର ମଧ୍ୟ ଯାଇଥିଲା। ଏ ଲୀଳାମୟ ଆମର ଭାଗବତ କଥାରେ କହିବା, ଲୀଳା ବିଧୃତ କଳେ মায়া সংসারে করুণা করুণা সে হরি চরিত ଭାଗବତ ଏକାଦଶ ସେଇଟା ଯେଉଁ କେନାଟାକୁ ଦେଲ, ସେଇଟା କେଉଁଟାକୁ ପୂର୍ଣ୍ଣ କରିବ କେମିତି? ତାହେଲେ କଳା ବିକାଶ କେନ୍ଦ୍ରକୁ ଯାଇ ଶିଖାଅ। ଆମର ସେ ହରି ଚୈତ ପ୍ରକାର ସେ ଭାଗବତ ଏକାଦଶ। ତମେ ବୋଲ ଏକାଦଶ ସେ ଅଡ଼ା ପୁଣି କ'ଣ, ସେ କେଉଁଟାକୁ ମିଶେଇବନି। ତେଣୁ ତାଳ କାଟ ମୁଣ୍ଡ କାଟ
ତାଳ ଗଛ ଚଢ଼ିକି ଗଳି ପଡ଼ିଆ ତଳକୁ ଯା, ତାଳ କଣା ହେବା ବି ସେଇଆ। ତେବେ ସଜ୍ଜନ ଯାରା ଶବର ଇଏ ହେଉଛନ୍ତି ମାନେ ଭଗବାନଙ୍କର ଯାରା ଶବର। ଭଗବାନ କୃଷ୍ଣ କହୁଛନ୍ତି ଶୁଣ ଯାରା, ତମେ ବ୍ୟସ୍ତ ହୁଅନି, ତମେ ତ ଜାଣିଛ ଯାରା ଶବର ପୁଣ୍ଡରୀକ ତୀର୍ଥକୁ କୃଷ୍ଣଙ୍କର ପୁଅ ଅନ୍ୟାନ୍ୟ ସବୁ ଯାଇଥିଲେ, ସବୁ ଆମେ ସବୁ ଯାଇଥିଲୁ ଆଉ ମାନେ ଋଷିମାନେ ଯାଇଥିଲେ, ଆମେ ସବୁ ଖେଳିବାକୁ ଯାଇଥିଲୁ। ଋଷିମାନେ ଫେରୁଥିଲେ, ତା ଭିତରୁ ଗୋଟାଏ ତା ଭିତରୁ ମୁଁ ତ ଆଉ ଗୋଟା ପେଟରେ ଗୋଟାଏ ଲୁଗା ଫୁଗା ଗୋଟା ଲୁହାର ପଥର ଫଥର ଦେଇକିରି ସେ ପେଟଟାକୁ ଟିକେ ଉଞ୍ଚା କରିଦେଲି। ଉଞ୍ଚା କରିଦେଇକି ଋଷିଙ୍କ ଆଗରେ ଠିଆ ହେଲି। ଋଷିମାନେ ଦୁର୍ବାସାଦି ଋଷିମାନେ ସିଦ୍ଧ ପୁରୁଷମାନେ ଠିଆ ହେଇଛନ୍ତି। ସେ ପଚାରିଲେ ଏ ପିଲା କାହିଁକି ଠିଆ ହେଇଛ? ମୁଁ ମୋତେ ଯାହା ଶିଖେଇଥିଲେ ମୁଁ ସେଇଆ କଲି। ମୁଁ ତଳକୁ ଟିକେ ମୁହଁ ପୋତିକି ଠିଆ ହେଲି। ଋଷିମାନେ ଜାଣିପାରିଲେ ଇଏ ଆମ ସାଙ୍ଗରେ ଆମକୁ ଠସିଲି କରୁଛୁ। ଆମେ କହିଲୁ ଇଏ ମାଟି ଏ ପୁଅଟେ ତାକୁ ଝିଅ ବେଶ କରିছে। ମାତୃ ଅପରାଧ, ପିତୃ ଅପରାଧ, ଗୁରୁଜନଙ୍କର ଅପରାଧ, ଶାସ୍ତ୍ର ଅପରାଧ, ଇଏ ସବୁ କେବେ ବି ଜୀବନରେ କରିବ ନାହିଁ। ତୁମେ ଗରିବ ହେଇପାର, ସଜନା ପତ୍ର ଶାଗ ଯଦି ଖାଇବ ଭଲ, କିନ୍ତୁ ପରର ତଣ୍ଟି ଟିପି ପରର ଧନ ଆଣି ତୁମେ ବଡ଼ ଲୋକ ହେଇକିରି ସୁଧ ଭାତ ଖାଇବ, ସେ କେବେ ହେଲେ ସେ ଭାତ ତୁମକୁ ହଜମ ହେବନି। ଭାଗବତରେ କହିଥିଲେ ଦୁଃଖେ ସଞ୍ଚିତ ଯେତେ ତେଣୁ ଏଇସବୁ ହେଉଛି କଥା। ତେଣୁ ଯେତେବେଳେ ମୋତେ କହିଲେ, ଋଷିମାନେ ମୋତେ ଦେଖିକିରି ଅନେଇଲେ, କହିଲେ କ'ଣ ହେଲା, ଇଏ ନାରୀ ଗର୍ଭପାତ ହେଇଛି, ଏହାର ଗର୍ଭେ ଅଛି ବାଳ, ଏହାର ଗର୍ଭେ ଅଛି यार गर्भरे गोटे पिला अच्छी निष्ठुर लुहार मुसल। आज ये पिलाटा जन्म हम से कौन कर जदुवंश को ध्वंस कर या कही ऋषि मैंने पलैले। तापर से लुहा मुसलटा जन्म है ताकू कौन करेंगे बर्तमान करेंगे कौन बड़ अड़ुआ हो गला भूलटा करू करू बहुत भूल हो गला। ताकू नहीं उग्रसेन सभा तले पहुँचले। उग्रसेन कहले मु कौन करी अरे पथर को घसिकी चूना कर दियो। चूना कर किए ना भीम घस बड़ुआटा भीम नहीं समुद्र पानी माने घसला घसी 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 टिके रहा यहीटा आ कौन कर गाँव एड़िकी बकटे पानी खुआ देखु भूल करी आम भूल को सुधारू कि भूल कर मनीष केमी दंड ये जो टिक कंटा पानी भीतर को गला ताको बाड़िया माछ गिड़ला। बाड़िया माछ जो गिड़ला सी गोटे किरात शबर सी से माछ को धरला। से माछ को धरिकी काटला बेलू ता भर गोटे लुहार मुसल लुहार
गोटे देखला चकचक देखा यहाँ बढ़िया धनुषर हम ताकू नहीं से जारा शबर को देला जारा होउछन्ति तांकर राजा जारा हो धनुषर करके रखिले स्वीकार करेंगे सी कौन जानी कृष्ण को स्वीकार करेंगे तेणु जीवन में केतोटी अपराध करना मो नाम अपराधी हेबी नाही मु गुरु अपराधी हेबी नाही मु सेवा अपराधी हेबी नाही मो कर्म अपराधी एमती जाऊँ जाऊँ कोटा बरकोड़ी खाईदेल सेगुड़ाक मु कहूनी जीवन में आम जानी शुणी गुड़ा बेकार भूल आम कर तेणु ये सज्जन वर्तमान जारा शबर द्वारा भगवान कृष्ण अर्जुन तो आसिले से अर्जुन से गोटे साधु को आहरी केते कथा अच्छे मु बर्तमान कहया मो इच्छा में खाली बसिक कहूँ मसे है एमती कहूँ पुणी ओडिया कहूनी हिंदी सबुदिन कहूँ आड़िया लोकटे काली केन्दुझर कहली मत खाली मो शब्द गुड़ाक एपटा आज भी से मेघ कौन आ भर के कादुओ कलानी आमको जड़ा नहीं तेणु आम विपद कथा कही पलैया पुणी के प्रभुंर इच्छा हेले आसवा यही जो जगहटा ये आम बस यही तो गोटे सन्थ टुंगी भाया करदे साधु सन्थ मान रही भल आ ये दुकान घर फुकान घर सारे कर यहीटा भल जगह हो सज्जन ओ आटा तो कहली ओ लक्ष्य रख कौटी मर्यावेश मनोजे हितयुक्ता उपासते सदया परयोके ते में युक्त मनटी को पाद पद्म रखी था मनटी की गुरु नाम रखी था मनटी को आदर्श रखी था से लय रखी जीवनटा मुक्ति क्योंकि वो कहले मस्तक ललाट चक्रटी मस्तक अच्छी ये मस्तक भीतर जो बुद्धि बुद्धि विवेक ज्ञान बुद्धि विवेक तम मुंडे बहुत बुद्धि अच्छी तुम्हें जानी शुणी भूल कर बुद्धि विवेक ज्ञान तमरी भीतर जहाँ करुच आगे पचारिक कर जदि पचारि पारुना तो गुरु को पचार गुरु तुमको मार्ग कह ये हूँ क आउ क कहले कौन कर आउ गोटे अर्थ हूँ जड़ आखिर लुह दे ठाकुर को प्रार्थना कर आखिर लुह छुटाई आखिर लुह दे विपद आसूची व्यस्त नहीं आखिर लुह दे प्रार्थना कर विपद दूरीभूत हम खाली रोग हेले कांद विपद आए कांद ना आनंदर भी कांद क्या कांद कांद
से हस सृष्टि करिसें सी कांद सृष्टि कर तेणु सज्जन ओड़ कणा कहले एणाटा हूँ ना आम ओडिया कहूँ एणा किंतु यार प्रकृत अक्षर हूँ ना ना कहले नाम मो नाम श्रवण सधान थाई सदान थाई अंतर्गते वर्षा होउची पाल टंगाई प्रसाद पाइबा सब व्यवस्था भी कराई तथापि लोक मैंने ये वर्षा है किए जाऊ सैला ये घरे माछ तरकारी न खाई भात डालमा कौन खाया सैला भक्ति है जो लोक एटिक आई सी कौन सब बोका आपण मैंने जी न आई आपण मैंने पंडित जी आसी से भली दृढ़ता को नहीं ना बलिया आई जीवद कथा शुणा मो नाम श्रवण कीर्तन श्रद्धा उपजा तार श्रद्धा नहीं सी आसपार कहले चिड़चिड़ी हम क्या वर्षा मो छिक हम मुझे कहीं जी तेणु सज्जन ये हूँ नामर महिमा नामर महिमा जानी न जानी तो मन भागवत से कहले ब्रह्मा जे मोहर नंद जेने न थाई मोहर आत्मा जेने न थाई मोहर भाई फड़ पाई विख्यात भुवन तुझे मोहर प्रिय तेणु सज्जन दुनिया रे आपण मैंने सबू पाइबे जहाँ इच्छा करेंगे ता न पाई पारती किंतु अनेक जिनिस पाइबे किंतु यही जो सत्संग भक्ति भगवान जो भक्ति रूपक मुक्ता से सबु जगह मिलेनी सबु बजार मिलेनी सबु हाथी भितर मुक्ता भी न थाए तेणु सज्जन जीवन में जिते बड़े एमतिया गोटे सुजोग आसो ताकू आपण मैंने हरइबे ताकू ठीक भाव ग्रहण करेंगे तेणु ये जो ओड़ कणा ये 4टी अक्षर भितर जो तत्वटी अच्छी सेटिकी जदि आपण माने ताकू ठीक भाव बुझी काम लगे सेटिकी आपण
ପୁଳାଏ ଗପିବା ପୁଳାଏ କହିବା କିଛି ନାହିଁ। ତେଣୁ ଆପଣମାନଙ୍କର କାର୍ଯ୍ୟଟି ଆଜି ଭଗବାନଙ୍କ ଇଚ୍ଛାରେ ସୁବୃଷ୍ଟି ବୃଷ୍ଟି ହେଇଛି। ଆଉ ଇଏ ତ ବଂଶୀଧର ପୃଷ୍ଟି ଲତା ପୃଷ୍ଟି, ହଁ ଇଏ ଦୁଇ ଜଣ ଆଉ ଇଏ ଦୁଇ ଜଣଙ୍କ ଘର ଇଏ ଆଉ। ସବୁଠାରୁ ଭଲ ଲାଗିଲା ସ୍ୱର୍ଗତ ଚିହ୍ନ ଦେଇନାହାନ୍ତି। ମୁଁ ମୋ ବାପା ବୋଉଙ୍କ ନାଁ ମୂଳରେ ସ୍ୱର୍ଗତ ଚିହ୍ନ ଦିଏ, କାରଣ ମୁଁ ଯେପର୍ଯ୍ୟନ୍ତ ବଞ୍ଚିଛି ମୋ ବାପା ବୋଉ ଅଜା ଆଈ ସମସ୍ତେ ବଞ୍ଚିଛନ୍ତି। ତେଣୁ ବଂଶୀଧର ପୃଷ୍ଟି ଲତା ପୃଷ୍ଟି ତ ଅଛନ୍ତି, ବଂଶୀଧର ପୃଷ୍ଟିଙ୍କ ପାଖରେ ସ୍ୱର୍ଗତ ଚିହ୍ନ ଦେଇନା। गुरुदेव दया कर दीन जने भास्कर हे तुम्हें विष्णु प्रजापति शंकर हे परम ब्रह्म परात्पर वेद भणे गुरुदेव दया कर दीन जने अंकुशने नर प्राण करे हरि चाक्षुषने गुणगान परायण देव भणे गुरुदेव दया कर दीन जने मम मानस चंचल राजदीने गुरुदेव दया कर दीन जने मंगल नायक शुभ शांति भय दायक जय ताप हरे सब नाम गुरे गुरुदेव दया कर दीन जने चित्त संगीत वंचित भक्ति धने गुरुदेव दया कर दीन जने महिमा तब गोचर गुरुदेव दया कर दीन जने विकार विनाश तब श्री चरणे गुरुदेव दया कर दीन जने गुरुदेव दया कर दीन जने गुरुदेव दया कर दीन जने गुरुदेव
दया कर दीना जाने गुरुदेव दया कर दीना जाने गुरुदेव दया कर दीना जाने गुरुदेव दया कर दीना जाने गुरुदेव दया कर दीना जाने केवलम गुरु राम गुरु कृष्ण गुरु बुद्ध गुरु कलि हरि ओम अज्ञान तिमिरान्धस्य श्री गुरवे नमः श्री गुरु श्री राधे राधे अनंत अरक्षित ओळाशुणी माँ ओळाशुणी को प्रणाम जनाऊँगी। शरणागत दिनार्थ परित्राण परायणी सर्वस्यार्ति हरे देवी नारायणी नमस्ते। तत्सहित